ଯେ ଆମେ ପଢ଼ିବା +3 6 ସେମିଷ୍ଟାରର କୋର୍ସ ପେପର 14ର ବା କୋର୍ସ ପେପର 14ର ୟୁନିଟ୍ 1 ଭାଷଣ କଳାର କେତେ ଗୁଡ଼ିଏ ସର୍ଟ କୋଶ୍ଚେନ୍ ଦେଇଅଛି। ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚେନ୍ ଆସନ୍ତୁ ଦେଖିବା। ସଂକ୍ଷିପ୍ତ ଉତ୍ତର ପ୍ରଶ୍ନାବଳୀ। ଭାଷଣର ଉଦ୍ଦେଶ୍ୟ କ'ଣ ଦେଖିବା। ଭାଷଣର ଉଦ୍ଦେଶ୍ୟ କ'ଣ ରହିଅଛି ଦେଖିବା। ଭାଷଣର ଉଦ୍ଦେଶ୍ୟ ହେଉଛି ଶ୍ରୋତାଙ୍କୁ ବିମୁଗ୍ଧ କରି ଘଣ୍ଟା ଘଣ୍ଟା ଧରି ନିଜ ଆଡ଼କୁ ଆକର୍ଷିତ କରିବା। ଅନର୍ଗଳ କଥାକତା, କଣ୍ଠସ୍ୱରର ଆରୋହ, ମୁଖଭଙ୍ଗୀର ବିଚିତ୍ର ଦ୍ୱାରା ଶ୍ରୋତା ବକ୍ତାଙ୍କର ଶ୍ରଦ୍ଧାଭାଜନ ହୋଇପାରୁଥିଲେ। ଏଠି ବୁଝିପାରିଲେ, ଭାଷଣର ଉଦ୍ଦେଶ୍ୟ ହେଉଛି ଶ୍ରୋତାଙ୍କୁ ବିମୁଗ୍ଧ କରି ଘଣ୍ଟା ଘଣ୍ଟା ଧରି ନିଜ ଆଡ଼କୁ ଆକର୍ଷିତ କରିବା। ତାର ମୁଖ୍ୟ ଲକ୍ଷ୍ୟ କ'ଣ? ମାନେ ଶ୍ରୋତାମାନଙ୍କୁ, ମାନେ ଯେଉଁମାନେ ଭାଷଣ ଶୁଣିଥାନ୍ତି ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ନିଜ ଆଡ଼କୁ ଆକର୍ଷିତ କରିବା ହେଉଛି ଭାଷଣର ଲକ୍ଷ୍ୟ ହୋଇଥାଏ। ଆଉ କ'ଣ? ଅନର୍ଗଳ କଥାକତା। ଅନର୍ଗଳ କଥା ମାନେ ମୁହଁରୁ ନିଃସୃତ କଥା, ଯେଉଁ କଥା ସବୁ ବାହାରିଥାଏ। କଣ୍ଠସ୍ୱରର ଆରୋହ, କଣ୍ଠସ୍ୱରର ଯେଉଁ ଆରୋହଟା ନିଷ୍ପନ୍ନ ହୋଇଥାଏ। ମୁଖଭଙ୍ଗୀର ବୈଚିତ୍ର୍ୟ ଦ୍ୱାରା, ମୁଖଭଙ୍ଗୀର ଯେଉଁ ବୈଚିତ୍ର୍ୟ, ଆମ ମୁହଁର ଯେଉଁ ପାଟି, ଯେଉଁ ବାଟେ କଥା ଆମର ବାହାରିଥାଏ, ଶ୍ରୋତା ବକ୍ତାଙ୍କ ଶ୍ରଦ୍ଧାଭାଜନ ହୋଇପାରୁଥିଲେ। ମାନେ ଶ୍ରୋତା ଯାହା ବି ମୁହଁରୁ ନିଃସୃତ ଯେଉଁ ଭାଷଣ ଆମେ ବାହାରିଥାଏ ମୁହଁରୁ, ତାହା ବକ୍ତାଙ୍କ ପାଖରେ ଶୁଦ୍ଧ ଭାଜନ ଭାବରେ ପହଞ୍ଚି ପାରିବାକୁ ଭାଷଣର ଉଦ୍ଦେଶ୍ୟ କୁହାଯାଏ। 2 ନମ୍ବର କ୍ୱେଶ୍ଚନ୍ ଦେଖିବା। ଭାଷଣ କେଉଁ ଧରଣର ସାହିତ୍ୟ? ଭାଷଣ କେଉଁ ଧରଣର ସାହିତ୍ୟ ଦେଖିବା। ଭାଷଣ କଥନ କଳା ହୋଇଥିବାରୁ ଏହା ମୌଖିକ କଥିତ ସାହିତ୍ୟ ଅଟେ। ଭାଷଣ ଏକ କ'ଣ? ମୌଖିକ କଥିତ ସାହିତ୍ୟ। ବୁଝିପାରିଲେ? 3 ନମ୍ବର କ୍ୱେଶ୍ଚନ୍ ଦେଖିବା। କଥନ କଳା କ'ଣ? କଥନ କଳା କ'ଣ କୁହାଯିବ? କଥା କହିବାକୁ ସୁନ୍ଦର, କୌଶଳପୂର୍ଣ୍ଣ, କଳାତ୍ମକ ପରିବେଶ ସୃଷ୍ଟି କରିବାକୁ କଥନ କଳା କୁହାଯାଏ। କଥନ କଳା କାହାକୁ ବୁଝାଏ? କଥା କହିବାକୁ ସୁନ୍ଦର, ମାନେ ଯେଉଁ କଥା ମାନେ ସୁନ୍ଦର ଲାଗିଥାଏ କହିବାକୁ। କୌଶଳପୂର୍ଣ୍ଣ ମଧ୍ୟ ହୋଇଥାଏ। କଳାତ୍ମକ ପରିବେଶ ସୃଷ୍ଟି କରିବାକୁ କଥନ କଳା କୁହାଯାଏ। ବୁଝିପାରିଲେ? 4 ନମ୍ବର କ୍ୱେଶ୍ଚନ୍। କ'ଣ ଦ୍ୱାରା କାହା ଉନ୍ନତି ହୁଏ? କଥନ ଦ୍ୱାରା କାହାର ଉନ୍ନତି ହୁଏ? କଥନ ଦ୍ୱାରା ମନୁଷ୍ୟର ଭାବଶକ୍ତି, ବୋଧଶକ୍ତି, ଅଭିବ୍ୟକ୍ତି ଯୁକ୍ତ ଓ ସୂକ୍ଷ୍ମ ଶକ୍ତିର ବିକାଶ ସାଧିତ ହୋଇଥାଏ। ଭାଷଣ ଶ୍ରବଣ ଓ ଗ୍ରହଣ ଦ୍ୱାରା ବ୍ୟକ୍ତି କ'ଣ ହୋଇଥାଏ? ଭାଷଣ ଶୁଣିବା ଓ ଗ୍ରହଣ କରିବା ଦ୍ୱାରା ବ୍ୟକ୍ତିର ମନରେ କ'ଣ ହୋଇଥାଏ ଦେଖିବା। ଭାଷଣ ଶ୍ରବଣ ଓ ଗ୍ରହଣ ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ପରିବର୍ଦ୍ଧିତ ହୋଇଥାଏ। ଜୀବନ ଚଳଶୀଳ ଧାରା ବଦଳିଯାଏ। 6 ନମ୍ବର କ୍ୱେଶ୍ଚନ୍ ଦେଖିବା। ତରୁଣ ଶବ୍ଦକୋଷର ଭାଷଣର ଅର୍ଥ କ'ଣ? ତରୁଣ ଶବ୍ଦକୋଷର ଭାଷଣର ଅର୍ଥ କ'ଣ ଥିଲା ଦେଖିବା। ତରୁଣ ଶବ୍ଦକୋଷରେ ଭାଷଣର ଅର୍ଥ କୁହାଯାଇଛି ଭାଷାଯୁକ୍ତ ଅନ୍ନ। ବେଶୀ କ'ଣ ହେବ? ଭାଷଣ। କଥନ ବିଶିଷ୍ଟ ବା ମୂଲ୍ୟବାନ ସାରଗର୍ତ୍ତନ ବକ୍ତୃତା। ବିଷୟାନୁସାରେ ଭାଷଣ କାହାକୁ କହନ୍ତି ଦେଖିବା। ବିଷୟ ଅନୁସାରେ ଭାଷଣ କାହାକୁ? ବାଣିଜ୍ୟ, ବିଜ୍ଞାନ, ନ୍ୟାୟ, ବ୍ୟବସ୍ଥା, ଅର୍ଥନୀତି, ନୃତତ୍ତ୍ୱ, ମନସ୍ତତ୍ତ୍ୱ ଇତ୍ୟାଦି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ବିଶାରଦ ବା ବକ୍ତାଙ୍କର ତଥ୍ୟାତ୍ମକ ପରାମର୍ଶ ପ୍ରଦାନକୁ ଆଧାର କରି ହୋଇଥାଏ। ଏହାକୁ ବିଷୟାନୁସାର ଭାଷଣ କୁହନ୍ତି। ବୁଝିପାରିଲେ? କାହାକୁ ନେଇକି ବିଷୟାନୁସାରୀ ଭାଷଣ କୁହାଯାଏ? ବାଣିଜ୍ୟ, ବିଜ୍ଞାନ, ନ୍ୟାୟ, ବ୍ୟବସ୍ଥା, ଅର୍ଥନୀତି, ନୃତତ୍ତ୍ୱ, ମନସ୍ତତ୍ତ୍ୱ ଇତ୍ୟାଦିକୁ ନେଇ ବିଷୟାନୁସାରୀ ଭାଷଣ ସଂଗଠିତ ହୋଇଥାଏ। 8 ନମ୍ବର କ୍ୱେଶ୍ଚନ୍ ଦେଖିବା। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଭାଷଣ ଶବ୍ଦର ଅର୍ଥ କ'ଣ? ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଭାଷଣ ଶବ୍ଦର ଅର୍ଥ ହେଉଛି ଭାଷ ଧାତୁ ଯୁକ୍ତ ଭାଳ ଅନ୍ନ। ଏହା ଅର୍ଥ କହିବା, ଉକ୍ତି, ବ୍ୟକ୍ତି, ବକ୍ତୃତା ତଥା ଗପିବା। ଆରିଷ୍ଟଟଲଙ୍କ ମତରେ ଭାଷଣର ଅର୍ଥ କ'ଣ?
ଆରିଷ୍ଟଟଲଙ୍କ ମତରେ ଭାଷଣର ଅର୍ଥ କ'ଣ? ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ ଭାଷଣ ହେଉଛି ଏକ ଯୁକ୍ତିନିଷ୍ଠ ତର୍କକଥା, ଏହା ସହିତ ଉପଯୁକ୍ତ ଭାବରେ ମିଶି ରହିବା କଲମ, ଭାବୁକତା, ଜ୍ଞାନ ଓ ଦର୍ଶନ। 10 ନମ୍ବର କ୍ୱେଶ୍ଚନ୍ ଦେଖିବା। ଭାଷଣକୁ ଚମତ୍କାର କରିବା ପାଇଁ ଭାଷଣ ସହିତ କ'ଣ ସବୁ ଯୋଡ଼ା ଯାଇଥାଏ? ଭାଷଣକୁ ଚମତ୍କାର କରି ଗଢ଼ି ତୋଳିବା ପାଇଁ ଏହା ସହିତ ସଙ୍ଗୀତ, ନୀତିଶାସ୍ତ୍ର, ହାସ୍ୟ, କୌତୁକ ପ୍ରଭୃତିକୁ ଯୋଡ଼ା ଯାଇଥାଏ। ଭାଷଣକୁ ଚମତ୍କାର କରିବା ପାଇଁ କ'ଣ କ'ଣ ଯୋଡ଼ା ହେଲା? ଏଠି ସଙ୍ଗୀତ ଯୋଡ଼ା ହେଲା, ନୀତିଶାସ୍ତ୍ର ଯୋଡ଼ା ହେଲା, ହାସ୍ୟ କୌତୁକ ଯୋଡ଼ା ହେଲା, ପ୍ରଭୃତିକୁ ଯୋଡ଼ି ଦିଆଯାଇଥାଏ ଏବଂ ବିଶେଷତଃ ଆଧ୍ୟାତ୍ମିକ ପୌରାଣିକ ଆଖ୍ୟାନ ଗୁଡ଼ିକୁ ଯୋଡ଼ି ଭାଷଣକୁ ଅଧିକତର ମନୋରଞ୍ଜନ କୁହାଯାଏ। ତାପରେ ଏସବୁ ଯୋଡ଼ି ସାରିଲା ପରେ ଆଉ ଗୋଟେ କ'ଣ ଯୋଡ଼ା ହେଲା, ମାନେ ଭାଷଣଟାକୁ ପୌରାଣିକ ଆଖ୍ୟାନ ଗୁଡ଼ିକୁ ଯୋଡ଼ାଯାଇ ଆଧ୍ୟାତ୍ମିକ ପୌରାଣିକ ଆଖ୍ୟାନକୁ ଯୋଡ଼ାଯାଇ ଭାଷଣକୁ ଅଧିକତର ମନୋରଞ୍ଜିତ କରାଯାଇପାରିଲା। ବିତର୍କ ଭାଷଣ କାହାକୁ କୁହାଯାଏ? ଦେଖିବା ବିତର୍କ ଭାଷଣ କାହାକୁ କୁହାଯାଏ। ଯେକୌଣସି ସମସ୍ୟା ସମ୍ପର୍କରେ ବିତର୍କ କରାଗଲେ ତାହାକୁ ବିତର୍କ ଭାଷଣ କୁହାଯାଏ। ଯେକୌଣସି ବି ସମସ୍ୟା ହେଉ ତାକୁ ବିତର୍କ କରାଗଲେ ମାନେ ରୋକାଗଲେ ତାହାକୁ ବିତର୍କ ଭାଷଣ କୁହାଯାଏ। ବିବାଦୀୟ ପ୍ରସଙ୍ଗକୁ ନେଇ ବିତର୍କ କରାଯାଇଥାଏ। ଏଥିରେ ସପକ୍ଷ ଓ ବିପକ୍ଷ ଯୁକ୍ତି ଉପସ୍ଥାପନ କରାଯାଏ। ତାପରେ ଦେଖିବା 12 ନମ୍ବର କ୍ୱେଶ୍ଚନ୍। ବୈଦିକ ଭାଷଣ ମାଧ୍ୟମରେ ଜନତାର କି ଉପକାର ହୋଇଥାଏ? ବୈଦିକ ଭାଷଣ ମାଧ୍ୟମରେ ଜନତା ଭିତରେ ସ୍ଥାନିତ କୁସଂସ୍କାର, ଅନ୍ଧବିଶ୍ୱାସ, ଅଶିକ୍ଷା ପ୍ରଭୃତିକୁ ଦୂରେଇ ଦିଆଯାଇପାରୁଥିଲା। ତାପରେ ଦେଖିବା 13 ନମ୍ବର। ଦଳଗତ ଆଲୋଚନା କାହାକୁ କୁହାଯାଏ? ଦଳଗତ ଆଲୋଚନା କାହାକୁ କୁହାଯାଏ? କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଗୋଟିଏ ଦଳ ବା ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଦଳଗତ ଆଲୋଚନା କୁହାଯାଏ। 14 ନମ୍ବର କ୍ୱେଶ୍ଚନ୍। ଦଳଗତ ଆଲୋଚନା ଦ୍ୱାରା ବ୍ୟକ୍ତିର କି ଉପକାର ହୋଇଥାଏ? ଦଳଗତ ଆଲୋଚନା ଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କର ବୌଦ୍ଧିକ ବିଚାର ବିମର୍ଶ ଏକତ୍ର ହେବା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇପାରେ। ଦଳଗତ ଆଲୋଚନାରେ କେତେଜଣ ଅବଶ୍ୟ ଦଳବଦ୍ଧ ଭାବରେ କୌଣସି ସମସ୍ୟା ସମ୍ପର୍କରେ ଗଭୀର ଆଲୋଚନା କରିଥାନ୍ତି। ଏହା ଫଳରେ ସମସ୍ୟାକୁ ନେଇ ବିଭିନ୍ନ ପ୍ରକାର ମତ ଓ ମନ୍ତବ୍ୟ ପ୍ରକାଶ ପାଏ। ଦଳଗତ ଆଲୋଚନା ପାଇଁ କିପରି ସ୍ଥାନ ଆବଶ୍ୟକ ହୋଇଥାଏ? ଦଳଗତ ଆଲୋଚନା ପାଇଁ କିପରି ସ୍ଥାନ ଆବଶ୍ୟକ ହୋଇଥାଏ? ଦଳଗତ ଆଲୋଚନା ପାଇଁ ଯେକୌଣସି ସ୍ଥାନ ଆୟୋଜିତ ହୁଏ ନାହିଁ। ମାନେ ଯେକୌଣସି ସ୍ଥାନ ମାନେ ଏମିତି ଯେଉଁଠି ବି ଚାହିଁବ ସେଠି ହେଇପାରିବନି ଦଳଗତ ଆଲୋଚନା ପାଇଁ। ଏହା ଏକ ସ୍ୱତନ୍ତ୍ର କକ୍ଷ ବା ପ୍ରକୋଷ୍ଠରେ କରାଯାଏ। ଏହା ଗୋଟିଏ ସ୍ୱତନ୍ତ୍ର କକ୍ଷ ବା ସ୍ୱତନ୍ତ୍ର ଘରେ ବା ପ୍ରକୋଷ୍ଠରେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ କରାଯାଇଥାଏ। ଏକାନ୍ତ ପରିଚ୍ଛନ୍ନ ପରିସରରେ ଆଲୋଚନା ଆୟୋଜିତ ହେବା ଜରୁରୀ। ଏକାନ୍ତରେ ମାନେ ଗୋଟିଏ ଜାଗାରେ, ମାନେ ସେଠି ଯେମିତି ପାଟି ନ ଶୁଭୁଥିବ କୌଣସି ବି, ସେଇ ଏକାନ୍ତ ପରିଚ୍ଛନ୍ନରେ ବା ପରିବେଶରେ ଏହି ଆଲୋଚନା ଆୟୋଜିତ ହୋଇଥାଏ। ଦଳଗତ ଆଲୋଚନା ପାଇଁ କିପରି ପ୍ରସ୍ତୁତ ହେବା ଉଚିତ? ବ୍ୟକ୍ତିର ବ୍ୟକ୍ତିତ୍ୱ, ଦୂରଦର୍ଶିତା, ଚିନ୍ତାଧାରାର ଗଭୀରତା, ନିଜ ଚିନ୍ତାଧାରାକୁ ଉପସ୍ଥାପନ କରିବା ଦ୍ୱାରା ଶୈଳୀ, ଭୌଗୋଳିକ ଚିନ୍ତାଧାରା, ବିରୋଧ ମତ ପ୍ରତି ବ୍ୟକ୍ତିର ପ୍ରତିକ୍ରିୟା, ସହିଷ୍ଣୁତା, ଅନ୍ୟର ବିଚାରବୋଧ ପ୍ରତି ସମ୍ମାନବୋଧ ଆଦି ଅନେକ ଗୁଣ ମୂଲ୍ୟାୟନରେ ସୁଯୋଗ ଦଳଗତ ଆଲୋଚନା ପ୍ରଦାନ କରିଥାଏ। ଦଳଗତ ଆଲୋଚନାକୁ କାହିଁକି ଗୁରୁତ୍ୱ ପ୍ରଦାନ କରାଯାଇଛି? ଦଳଗତ ଆଲୋଚନା କାହିଁକି ଗୁରୁତ୍ୱ ପ୍ରଦାନ? ବ୍ୟକ୍ତି ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରଦର୍ଶନର ସୁଯୋଗ ପାଇଥାଏ। ଆଲୋଚ୍ୟ ବିଷୟଟି ଉପରେ ବ୍ୟକ୍ତିର ଜ୍ଞାନ ପରିମାପର ଏହା ବିଶେଷ ସୁଯୋଗ ପ୍ରଦାନ କରିଥାଏ। ସମୂହ ମଧ୍ୟରେ ବ୍ୟକ୍ତି ନିଜ ବ୍ୟକ୍ତିତ୍ୱର ବିଶେଷତ୍ୱ ପ୍ରତିପାଦନ କରିପାରେ। ପାରସ୍ପରିକ ଦଳଗତ ଆଲୋଚନାର ସାର୍ଥକ ଦୃଷ୍ଟାନ୍ତ ଭାବେ କାହାକୁ ଗ୍ରହଣ କରାଯାଏ? ଗାଁ ନିଶାପକୁ ପାରମ୍ପରିକ ଦଳଗତ ଆଲୋଚନାର ସାର୍ଥକ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରାଯାଏ। ପ୍ରାଚୀନ କାଳରେ ଗାଁରେ ପାରିବାରିକ କଳହ, ଗୋଷ୍ଠୀ କଳହ, କୌଣସି ସାମୂହିକ କାର୍ଯ୍ୟର ବିକାଶ ସାଧନ, ଜମିଜମା ଗଣ୍ଡଗୋଳ ଏପରି ବିଭିନ୍ନ ନିମିତ୍ତ ପାଇଁ ଦେବାଳୟ ପ୍ରସଙ୍ଗ,
ଛାୟାପ୍ରଦ ସ୍ଥାନରେ ନିଷ୍ପନ୍ନ ଗ୍ରହଣ କରାଯାଇଥାଏ। ତାପରେ 19 ନମ୍ବର କ୍ୱେଶ୍ଚନ୍ ଦେଖିବା। ସାକ୍ଷାତକାର କାହାକୁ କୁହାଯାଏ? ସାକ୍ଷାତକାର କାହାକୁ କୁହାଯାଏ ଦେଖିବା। ସାକ୍ଷାତକାର ଏକ ଯୋଗାଯୋଗ। ଏହା ମାଧ୍ୟମରେ ବ୍ୟକ୍ତି ବିଶେଷ ବହୁ ବ୍ୟକ୍ତି ସାକ୍ଷାତ କରେ ଓ ବହୁ ପ୍ରଶ୍ନର ସମ୍ମୁଖୀନ ହୋଇ ସମାଧାନ କରେ। କେଉଁଠି କେଉଁଠି ପ୍ରତ୍ୟକ୍ଷ ଭାବରେ ସାକ୍ଷାତ କଲେ ବି ପୁଣି କେଉଁ ପରୋକ୍ଷ ଭାବରେ ସାକ୍ଷାତ କରେ। ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ଏହା ଦ୍ୱାରା ସାଧିତ ହୁଏ। ତାପରେ ଟେଲିଫୋନିକ୍ ସାକ୍ଷାତକାର କେଉଁ ପ୍ରକାର ସାକ୍ଷାତକାର? ଟେଲିଫୋନିକ୍ ସାକ୍ଷାତକାର କେଉଁ ପ୍ରକାର ସାକ୍ଷାତକାର ଦେଖିବା। ଟେଲିଫୋନ ପରୋକ୍ଷ ସାକ୍ଷାତକାର ରୂପେ ପରିଚିତ। ଟେଲିଫୋନ ମାନେ ଆମର ଯେଉଁ ମୋବାଇଲରେ ଯେଉଁ ସାକ୍ଷାତକାର ହୁଏ ବା କଥାବାର୍ତ୍ତା ହୁଏ ତାହାକୁ ଟେଲିଫୋନିକ୍ ସାକ୍ଷାତକାର ବୋଲି କୁହାଯାଏ। ସାକ୍ଷାତକାର କେତେ ଭାଗରେ ବିଭକ୍ତ ଓ କ'ଣ କ'ଣ? ସାକ୍ଷାତକାର 2 ଭାଗରେ ବିଭକ୍ତ। ଏଇଟା ମନେ ରଖିଥିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ସାକ୍ଷାତକାର କେତେ ଭାଗରେ ବିଭକ୍ତ ପରୀକ୍ଷାରେ ଆସିପାରେ। ସାକ୍ଷାତକାର ମୁଖ୍ୟତଃ 2 ଭାଗରେ ବିଭକ୍ତ। ସେଗୁଡ଼ିକ ହେଉଛି କ'ଣ? ପ୍ରତ୍ୟକ୍ଷ ସାକ୍ଷାତକାର ଓ ପରୋକ୍ଷ ସାକ୍ଷାତକାର। କେଉଁ କେଉଁ ସମସ୍ୟା ସାକ୍ଷାତକାର ଯୋଗାଯୋଗର ସାଧିତ ହୁଏ? ଯେକୌଣସି ଗୁରୁତର ଜାତୀୟ ବା ରାଷ୍ଟ୍ରୀୟ ସମସ୍ୟା, ରାଜନୈତିକ ସମସ୍ୟା, ସାମାଜିକ ଓ ସାଂସ୍କୃତିକ ସମସ୍ୟା ପ୍ରଭୃତି ସାକ୍ଷାତକାର ଯୋଗାଯୋଗ ସାଧିତ ହୁଏ। ସାକ୍ଷାତକାର ଯୋଗାଯୋଗରେ ସମାଧାନ ପାଇଁ କାହାକୁ ସାକ୍ଷାତକାର କରାଯାଇଥାଏ? ଯୋଗାଯୋଗ ପାଇଁ କାହାକୁ ସାକ୍ଷାତକାର କରାଯାଇଥାଏ? ସାକ୍ଷାତକାର ଯୋଗାଯୋଗ ସମାଧାନ ପାଇଁ ବିଶେଷ ଧାରଣା ଥିବା ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତକାର କରାଯାଇଥାଏ। ସାକ୍ଷାତକାର କରିବା ସମୟରେ କ'ଣ ବ୍ୟବହାର କରିବା ନିହାତି ଜରୁରୀ? ସାକ୍ଷାତକାର କରିବା ସମୟରେ ଟେପରେକର୍ଡ ବ୍ୟବହାର କରିବା ନିହାତି ଜରୁରୀ। ସାକ୍ଷାତକାର ଉପାୟ ଗୁଡ଼ିକ କ'ଣ କ'ଣ? ଦେଖିବା ସାକ୍ଷାତକାର ଉପାୟ ଗୁଡ଼ିକ କ'ଣ କ'ଣ ରହିଅଛି। ଆଚରଣଗତ ବୈଶିଷ୍ଟ୍ୟ। ଏକ ରହିଲା ଆଚରଣଗତ ବୈଶିଷ୍ଟ୍ୟ। ନିୟନ୍ତ୍ରିତ ଭାବ ପ୍ରବଣତା, ସମୟାନୁବର୍ତ୍ତିତା, ଶୃଙ୍ଖଳିତ ଭାବଭଙ୍ଗୀ, ସତ୍ୟ ପ୍ରତି ଭାବନା, ନେତୃତ୍ୱ ଓ ଆତ୍ମପ୍ରତ୍ୟୟ ଭାବନା, ସକାରାତ୍ମକ ଭାବ, ନିର୍ଭୟ ଭାବ, ବକ୍ତବ୍ୟର ସଂକ୍ଷିପ୍ତତା ଗୁଡ଼ିକ ସାକ୍ଷାତକାର ଉପାୟ ରୂପେ ଗ୍ରହଣ କରାଯାଏ। ବୁଝିପାରିଲେ? ତାପରେ 26 ନମ୍ବର କ୍ୱେଶ୍ଚନ୍। ସାକ୍ଷାତକାରର ଆଧାର ଗୁଡ଼ିକ କ'ଣ କ'ଣ? ସାକ୍ଷାତକାରର ଆଧାର ଗୁଡ଼ିକ କ'ଣ କ'ଣ ରହିଲା ଦେଖିବା। ଶରୀରର ସ୍ୱାଭାବିକ ଗଠନ ସମ୍ପର୍କରେ ଆଧାର, ବିପତ୍ତି ସମ୍ବନ୍ଧୀୟ ଆଧାର, ସାଧାରଣ ବୌଦ୍ଧ ଶକ୍ତି ସମ୍ବନ୍ଧୀୟ ଆଧାର, ପରିସ୍ଥିତି ସମ୍ବନ୍ଧୀୟ ଆଧାର ଇତ୍ୟାଦି ରହିଅଛି। ତ 27 ନମ୍ବର କ୍ୱେଶ୍ଚନ୍ ଦେଖିବା। ସାକ୍ଷାତକାର କେତେ ଭାଗରେ ବିଭକ୍ତ ଏବଂ କ'ଣ କ'ଣ? ସାକ୍ଷାତକାର 9 ଭାଗରେ ବିଭକ୍ତ। ସେଗୁଡ଼ିକ ହେଲା ସାରସ୍ୱତ। ସାରସ୍ୱତ, ବିଶେଷ ବୃତ୍ତିମୂଳକ, ସୌଜନ୍ୟମୂଳକ, ଜରୁରୀ ବିଶେଷଜ୍ଞ ସହିତ ସୃଜନାତ୍ମକ, ଅନୁମାନିକ, ଆଚରଣଧର୍ମୀ। ତାପରେ 28 ନମ୍ବର କ୍ୱେଶ୍ଚନ୍। ବୃତ୍ତିମୂଳକ ସାକ୍ଷାତକାର କ'ଣ? ବିଭିନ୍ନ ବୃତ୍ତି ଅବଲମ୍ବନ କରିବା ପୂର୍ବରୁ ଅନେକ କ୍ଷେତ୍ରରେ ସାକ୍ଷାତକାର ଦେବାକୁ ପଡ଼େ। ଏହି ଧରଣର ସାକ୍ଷାତକାର ହେଉଛି ବୃତ୍ତିମୂଳକ ସାକ୍ଷାତକାର। ତାପରେ 29 ନମ୍ବର କ୍ୱେଶ୍ଚନ୍। ଜରୁରୀ ସାକ୍ଷାତକାର କ'ଣ? ବେଳେବେଳେ କେତେକ ଜରୁରୀ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ କେତେଜଣ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଆବଶ୍ୟକ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭୃତି ମାନବକୃତ ସମସ୍ୟା ହେଲେ ଏହି ଜରୁରୀକାଳୀନ ସାକ୍ଷାତକାର ଦରକାର ପଡ଼େ, ଯାହାକୁ ଜରୁରୀକାଳୀନ ସାକ୍ଷାତକାର କୁହାଯାଏ। ଏଇଠି ସରିଯାଇଛି ସର୍ଟ କ୍ୱେଶ୍ଚନ୍ ଆମର ୟୁନିଟ୍ 1ର +3 6 ସେମିଷ୍ଟାର କୋର୍ସ ପେପର 14ର ୟୁନିଟ୍ 1ର ଏଇଠି ସର୍ଟ କ୍ୱେଶ୍ଚନ୍ 31 କେତେଟା ଥିଲା ଦେଖିବାର 29ଟି ସର୍ଟ କ୍ୱେଶ୍ଚନ୍ ଏଇଠି ସମାପ୍ତ ହୋଇଯାଇଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏବଂ ଆମ ଏହି ଚ୍ୟାନେଲ୍ ସହିତ ଯୋଡ଼ିବା ପାଇଁ ନିଶ୍ଚିତ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ଅଲ୍ କରି ସିଲେକ୍ଟ କରିଦିଅନ୍ତୁ, ଯାହାକି ଆପଣମାନଙ୍କ ପାଖରେ ଏହିପରି ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ତ ଆପଣମାନଙ୍କ ସାଙ୍ଗମାନଙ୍କୁ ବି ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ସହଯୋଗ ପାଇପାରିବେ ଯେ ପଢ଼ିବା ପାଇଁ। ତ ମୁଁ ଏବେ ରହୁଛି। ଜୟ ଜଗନ୍ନାଥ।